ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ମହାଭାରତର କଥା ଆଲୋଚନା କରିବାକୁ ଯାଉଛୁ, କିନ୍ତୁ ଆମେ ଏହାକୁ କେବଳ ଖଣ୍ଡା ବାଣର ଏକ ପୁରୁଣା ଯୁଦ୍ଧ କାହାଣୀ ଭାବରେ ଦେଖିବା ନାହିଁ, ବରଂ ଏହା ହେଉଛି ନେତୃତ୍ୱ, ନୈତିକତା ଏବଂ ଗୋଟିଏ ବିଶାଳ ସଂସ୍କୃତିର ଉତ୍ଥାନ ଓ ପତନର ଏକ ଗଭୀର ଦାର୍ଶନିକ ବ୍ୟାଖ୍ୟା। ଏହା କିପରି ଏକ ମହାନ ଆଦର୍ଶ ଶାସନ ବ୍ୟବସ୍ଥାରୁ ଆରମ୍ଭ ହୋଇ ଶେଷରେ ଏକ ଭୟଙ୍କର ସଙ୍କଟ ଆଡ଼କୁ ଗତି କଲା, ଆଜି ଆମେ ତାହାର ହିଁ ପୂରା ଚିତ୍ର ଖୋଲିକରି ଦେଖିବା। ଆଚ୍ଛା, ଆସନ୍ତୁ ଏକଦମ ସିଧାସଳଖ ମୂଳ କଥାକୁ ଯିବା। ଜାଣିଛନ୍ତି, ମୂଳ ଉତ୍ସରେ ଏହି କାହାଣୀଟି ପ୍ରକୃତରେ କିଏ କହୁଛି? କୌଣସି ସାଧାରଣ ମଣିଷ ନୁହେଁ, ବରଂ ଖୋଦ୍ ସମୟ। ସମୟ ନିଜେ ଏକ ଅମର ସାକ୍ଷୀ ଭାବରେ କହୁଛି ଯେ ମୁଁ ନିଜେ ହିଁ କୁରୁକ୍ଷେତ୍ର। ଏହା ହେଉଛି ସେହି ମନ୍ଥନର କାହାଣୀ ଯାହା ନୀତି ଏବଂ ସତ୍ୟର ଅମୃତ ବାହାର କରିଥାଏ। ଅର୍ଥାତ୍ ଏହି ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରର ନଥିଲା, ବରଂ ଏକ ନିରନ୍ତର ଚାଲିଥିବା ଆଦର୍ଶଗତ ସଂଘର୍ଷର ପ୍ରତୀକ ଥିଲା। କେତେ ଗଭୀର କଥା ନା? ଆଉ ଏହି କଥା ଆମକୁ ସିଧାସଳଖ ନୈତିକ ମନ୍ଥନ ବା ମୋରାଲ ଚର୍ଣ୍ଣିଂର ସଂଜ୍ଞା ପାଖକୁ ନେଇଆସେ। ପ୍ରକୃତରେ ଏହା ଏକ ଏମିତି ଆଭ୍ୟନ୍ତରୀଣ ଏବଂ ସାମାଜିକ ସଂଘର୍ଷ ଯେଉଁଠି ସତ୍ୟକୁ ନିଜ ସମୟର ସବୁଠୁ ଖରାପ ପରିସ୍ଥିତି ସହ ଲଢ଼ିବାକୁ ପଡ଼ିଥାଏ। କାହିଁକି? କାରଣ ଏହି ମନ୍ଥନ ବିନା ଭବିଷ୍ୟତର ପିଢ଼ିକୁ କଦାପି ପ୍ରସ୍ତୁତ କରାଯାଇପାରିବ ନାହିଁ। ଆମର ଏହି ପୂରା ବିଶ୍ଳେଷଣରେ ଆମେ ଏହି କଥାକୁ ହିଁ ବୁଝିବା ଯେ ନେତୃତ୍ୱ ଏବଂ କର୍ତ୍ତବ୍ୟର ଏହି ନୈତିକ ରଣଭୂମି କିପରି ସୃଷ୍ଟି ହୋଇଥିଲା। ଆସନ୍ତୁ ପ୍ରଥମେ ସେହି ମହାନ ଆଦର୍ଶର ଉତ୍ଥାନରୁ ଆରମ୍ଭ କରିବା। ବିଭାଗ 1, ସମ୍ରାଟ ଭରତଙ୍କ ଆଦର୍ଶ ଏବଂ ଏକ ଗଣତାନ୍ତ୍ରିକ ଶାସନ। ଆପଣମାନେ ହୁଏତ ଜାଣିଥିବେ ସମ୍ରାଟ ଭରତ କେତେ ବଡ଼ ବିଜେତା ଥିଲେ। ନିଜ ବାହୁବଳରେ ସେ ହିମାଳୟର ନେଇ ସମୁଦ୍ର ଯାଏଁ ହସ୍ତିନାପୁର ସାମ୍ରାଜ୍ୟର ସୀମା ବଢ଼ାଇଥିଲେ। କିନ୍ତୁ ଏତେ ବଡ଼ ସାମ୍ରାଜ୍ୟ ଗଠନ କଲାପରେ ବି ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ଶୁଣନ୍ତୁ। ସମ୍ରାଟ ଭରତଙ୍କର 9 ଜଣ ନିଜସ୍ୱ ପୁତ୍ର ଥିଲେ। ତଥାପି ତାଙ୍କ ସାମ୍ନାରେ ଏକ ବହୁତ ବଡ଼ ଉତ୍ତରାଧିକାରୀ ସଙ୍କଟ ଉଭା ହେଲା। କାରଣ ଋଷି କଣ୍ୱ ତାଙ୍କୁ ସ୍ପଷ୍ଟ ଚେତାବନୀ ଦେଇଥିଲେ ଯେ ପୂରା ଦୁନିଆକୁ ଜିଣିଲେ କ'ଣ ହେବ, ପ୍ରକୃତ ନ୍ୟାୟ ଦେବାକୁ ହେଲେ ପ୍ରଥମେ ଜଣେ ରାଜାଙ୍କୁ ନିଜ ଉପରେ ବିଜୟ ହାସଲ କରିବାକୁ ପଡ଼ିବ, ନିଜର ମୋହକୁ ତ୍ୟାଗ କରିବାକୁ ହେବ। ଆଉ ଏହି କଥାଟି ବହୁତ ଚମତ୍କାର ଭାବରେ ବୁଝାଇ ଦେଉଛି ଯେ ସମ୍ରାଟ ଭରତଙ୍କ ମତରେ ଜଣେ ରାଜାଙ୍କର 3ଟି ମୁଖ୍ୟ କର୍ତ୍ତବ୍ୟ ପ୍ରକୃତରେ କ'ଣ ଥିଲା। ଏହାକୁ ଆପଣ ନେତୃତ୍ୱର ଏକ ଚେକ୍ଲିଷ୍ଟ ବୋଲି କହିପାରିବେ। ପ୍ରଥମଟି ହେଲା ରାଜ୍ୟ ଆଉ ଲୋକଙ୍କୁ ସଠିକ୍ ନ୍ୟାୟ ଦେବା। ଦ୍ୱିତୀୟଟି ନିଜର ପ୍ରଜାଙ୍କୁ ସୁରକ୍ଷା ଦେବା। ଆଉ ତୃତୀୟ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଏମିତି ଜଣେ ଯୋଗ୍ୟ ଉତ୍ତରାଧିକାରୀ ବାଛିବା ଯିଏ ଏହି ସମାନ ଦାୟିତ୍ୱ ତୁଲାଇବାକୁ ସକ୍ଷମ ହୋଇଥିବେ। ଏହା ସ୍ପଷ୍ଟ କରିଦେଲା ଯେ ରାଜଧର୍ମ ବ୍ୟକ୍ତିଗତ ସମ୍ପର୍କ ଏବଂ ପରିବାରଠାରୁ ବହୁତ ଉପରେ। ଆଉ ଏହାର ନାଟକୀୟ ପ୍ରଭାବ କେତେ ଜବରଦସ୍ତ ଥିଲା ଟିକେ ଚିନ୍ତା କରନ୍ତୁ। ସମ୍ରାଟ ଭରତ ଭରା ରାଜସଭାରେ ଘୋଷଣା କଲେ, ମୁଁ ଭରଦ୍ୱାଜଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରୁଛି ଏବଂ ମୋର ଉତ୍ତରାଧିକାରୀ ଘୋଷଣା କରୁଛି। କିଛି ବୁଝିପାରୁଛନ୍ତି? ସେ ରକ୍ତ ସମ୍ପର୍କକୁ ପଛରେ ପକାଇ ଗୋଟିଏ ସାଧାରଣ ପିଲାର ଯୋଗ୍ୟତାକୁ ବାଛିଲେ ଏବଂ ନିଜର 9 ଜଣ ଯାକ ପୁଅଙ୍କୁ ଅଯୋଗ୍ୟ ଘୋଷଣା କଲେ। ନିଜର କାନ୍ଦୁଥିବା ମାଙ୍କୁ ସେ ସଫା ସଫା କହିଦେଲେ ଯେ ସେ ପ୍ରଥମେ ଜଣେ ରାଜା, ତାପରେ ଜଣେ ପିତା। ଆଉ ଠିକ୍ ଏଇଠୁ ହିଁ ଏକ ପ୍ରକୃତ ଗଣତାନ୍ତ୍ରିକ ଆଦର୍ଶର ମଞ୍ଜି ପୋତାଯାଇଥିଲା। ଆସନ୍ତୁ ଏବେ ଟିକେ ଆଗକୁ ବଢ଼ିବା ଏବଂ ଦେଖିବା ସମୟ ସହ କିପରି ଏହିସବୁ ବଦଳି ଯାଉଛି। ଗୋଟିଏ ପଟେ ଥିଲା ଭରତଙ୍କ ଯୁଗ, ଯେଉଁଠି ଯୋଗ୍ୟତା ଆଉ ନ୍ୟାୟ ଆଗରେ ବଂଶବାଦର କିଛି ବି ମୂଲ୍ୟ ନଥିଲା। କିନ୍ତୁ ବିଡ଼ମ୍ବନା ଦେଖନ୍ତୁ, ପିଢ଼ି ପରେ ପିଢ଼ି ଏହି ମହାନ ଗଣତାନ୍ତ୍ରିକ ଆଦର୍ଶ ଧୀରେ ଧୀରେ ମଉଳିବାକୁ ଲାଗିଲା। ଆଉ ଶେଷରେ ଯେତେବେଳେ ରାଜା ଶାନ୍ତନୁଙ୍କ ଯୁଗ ଆସିଲା ନା, ସବୁକିଛି ସମ୍ପୂର୍ଣ୍ଣ ଓଲଟିଗଲା। ଯୋଗ୍ୟତା ବଦଳରେ ପୁଣି ସେହି ଜନ୍ମଗତ ଅଧିକାର ନିଜର ଆଧିପତ୍ୟ ଜାହିର କଲା। ଏବେ ଆମେ ଆଲୋଚନା କରିବା ସେହି ମହାନ ଆଦର୍ଶର ପତନ ବିଷୟରେ। ବିଭାଗ 2, ଶାନ୍ତନୁଙ୍କ ଅନ୍ଧ ପ୍ରତିଜ୍ଞା। ଏହି ପତନର କାହାଣୀ ଆରମ୍ଭ ହେଉଛି ଗଙ୍ଗା ନଦୀ କୂଳରୁ। ରାଜା ଶାନ୍ତନୁ ସେଠାକୁ ଶିକାର କରିବାକୁ ଯାଇଥିଲେ। କିନ୍ତୁ ସେଠି ଏମିତି କିଛି ଘଟିଲା ଯେ ହଠାତ୍ ରାଜ୍ୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ରାଜାଙ୍କ ବ୍ୟକ୍ତିଗତ ଭାବନା ଆଗରେ ହାର ମାନିଗଲା। ନଦୀକୂଳରେ ଶାନ୍ତନୁ ଏକ ଅତ୍ୟନ୍ତ ସୁନ୍ଦରୀ ରହସ୍ୟମୟୀ ମହିଳାଙ୍କୁ ଭେଟିଲେ। ସେ ହେଉଛନ୍ତି ଗଙ୍ଗା। ରାଜା ତାଙ୍କ ପ୍ରେମରେ ଏତେ ପାଗଳ ହୋଇଗଲେ ଯେ ସାଙ୍ଗେ ସାଙ୍ଗେ ବିବାହ ପ୍ରସ୍ତାବ ଦେଇଦେଲେ। ଗଙ୍ଗା ବିବାହ ପାଇଁ ରାଜି ତ ହେଲେ, କିନ୍ତୁ ଏକ ଅତି କଠୋର ସର୍ତ୍ତ ରଖିଲେ। ସର୍ତ୍ତଟି ଥିଲା ଯେ ରାଜା କେବେ ବି ତାଙ୍କର କୌଣସି କାମ ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ। ଯଦି ପ୍ରଶ୍ନ କଲେ ତେବେ ସେ ଛାଡ଼ି ଚାଲିଯିବେ। ଟିକେ ଭାବନ୍ତୁ ତ, ହସ୍ତିନାପୁର ଭଳି ଏକ ବିରାଟ ସାମ୍ରାଜ୍ୟର ଭବିଷ୍ୟତ ହଠାତ୍ ଏହି ଗୋଟିଏ ସର୍ତ୍ତ ଉପରେ ନିର୍ଭର କରିଗଲା। ଆଉ ତାପରେ ରାଜାଙ୍କର ସେହି ଭୟଙ୍କର ପ୍ରତିଜ୍ଞା ସାମ୍ନାକୁ ଆସିଲା। ସେ କହିଲେ,
ମୁଁ ଆପଣଙ୍କୁ କଥା ଦେଉଛି, ମୁଁ କେବେ ହେଲେ ହସ୍ତକ୍ଷେପ କରିବି ନାହିଁ କିମ୍ବା ଆପଣଙ୍କୁ ପ୍ରଶ୍ନ କରିବି ନାହିଁ। ମାନେ ବୁଝିପାରୁଛନ୍ତି ତ? ଜଣେ ନେତା ଯାହାଙ୍କର ପ୍ରଥମ କାମ ହେଉଛି ରାଜ୍ୟର ହିତ ପାଇଁ ଠିକ୍ ପ୍ରଶ୍ନ ପଚାରିବା ଏବଂ ନ୍ୟାୟ କରିବା, ସେ ନିଜର ବ୍ୟକ୍ତିଗତ ମୋହରେ ଅନ୍ଧ ହୋଇ ପ୍ରଶ୍ନ ପଚାରିବାର ଅଧିକାରକୁ ହିଁ ସମର୍ପଣ କରିଦେଲେ। ସେ ନିଜର ସାମ୍ରାଜ୍ୟର ଭବିଷ୍ୟତକୁ ନିଜର ମୋହ ଆଗରେ ବାଜି ଲଗାଇଦେଲେ। ଏବେ ଦୁଇଟି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖନ୍ତୁ। ଗୋଟିଏ ପଟେ ରାଜା ଶାନ୍ତନୁ, ଯିଏ ନିଜ ନୂଆ ରାଣୀଙ୍କ ପ୍ରେମରେ ପୂରାପୂରି ବୁଡ଼ି ରହିଛନ୍ତି ଏବଂ ନିଜର ସମସ୍ତ ରାଜଧର୍ମ ଭୁଲି ଯାଇଛନ୍ତି। ଆଉ ଅନ୍ୟପଟେ ତାଙ୍କର ସେନାପତି ଏବଂ ପ୍ରଧାନମନ୍ତ୍ରୀ ରାଜ୍ୟର ଏହି ନେତୃତ୍ୱବିହୀନ ଓ ଅସୁରକ୍ଷିତ ଅବସ୍ଥା ଦେଖି ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଛନ୍ତି। ଯେତେବେଳେ ଜଣେ ନେତା ଜନସାଧାରଣଙ୍କ ସୁରକ୍ଷା ଅପେକ୍ଷା ନିଜର ବ୍ୟକ୍ତିଗତ ଖୁସିକୁ ଅଧିକ ଗୁରୁତ୍ୱ ଦିଅନ୍ତି, ସେତେବେଳେ ରାଜ୍ୟର ପରିସ୍ଥିତି କେତେ ସାଂଘାତିକ ହୋଇପାରେ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏବେ ଆମର ଏହି ଆଲୋଚନା ଏକ ବହୁତ ଗମ୍ଭୀର ଦିଗକୁ ଯାଉଛି। ବିଭାଗ 3, ଅନ୍ଧା ଶପଥର ଭୟଙ୍କର ମୂଲ୍ୟ। ଏହି ଭୁଲ ନିଷ୍ପତ୍ତିର ପ୍ରକୃତ ମୂଲ୍ୟ କ'ଣ ଥିଲା ଜାଣିଛନ୍ତି? ଯେତେବେଳେ ରାଜମହଲରେ ଗୋଟିଏ ପରେ ଗୋଟିଏ ଉତ୍ତରାଧିକାରୀ ଜନ୍ମ ନେବା ଆରମ୍ଭ କଲେ, ରାଜ୍ୟବାସୀ ଭାବିଲେ ବୋଧହୁଏ ଏବେ ରାଜା ନିଜ କର୍ତ୍ତବ୍ୟକୁ ଫେରିବେ। କିନ୍ତୁ ପରିଣାମ ଥିଲା ଅତି କ୍ରୂର। ରାଣୀ ଗଙ୍ଗା ତାଙ୍କର ପ୍ରଥମ 4 ଜଣ ନବଜାତ ଶିଶୁଙ୍କୁ ଜନ୍ମ ହେବା ମାତ୍ରେ ହିଁ ନେଇ ନଦୀରେ ବୁଡ଼ାଇ ମାରିଦେଲେ। ଆଉ ସବୁଠାରୁ ଦୁଃଖର କଥା କ'ଣ ଜାଣିଛନ୍ତି? ନିଜର ସେହି ଅନ୍ଧ ପ୍ରତିଜ୍ଞାରେ ବନ୍ଧା ଥିବା ରାଜା ଶାନ୍ତନୁ ନିଜ ଆଖି ସାମ୍ନାରେ ଏହି ହତ୍ୟାକାଣ୍ଡ ଦେଖି ମଧ୍ୟ ସମ୍ପୂର୍ଣ୍ଣ ଚୁପ୍ ରହିଲେ। ସେ ସମ୍ପୂର୍ଣ୍ଣ ରୂପେ ନୀରବ ଆଉ ଅସହାୟ ଥିଲେ। ତେଣୁ ଏହିଠାରେ ହିଁ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି। ରାଜପୁରୋହିତଙ୍କର ଏହି କଠୋର ସମାଲୋଚନା ଶୁଣନ୍ତୁ। ସେ ସିଧାସଳଖ କହିଥିଲେ, ଯେଉଁ ଶପଥ ନ୍ୟାୟ ପ୍ରଦାନରେ ବାଧା ସୃଷ୍ଟି କରେ, ତାହା ଶପଥ ନୁହେଁ ବରଂ ଏକ ଅଭିଶାପ। ଏହି ନୀରବତାକୁ କେବଳ କୌଣସି ଆବେଗଗତ ଦୁର୍ବଳତା ବୋଲି ଧରାଯାଇନଥିଲା। ରାଜପୁରୋହିତ ଏବଂ ପ୍ରଧାନମନ୍ତ୍ରୀଙ୍କ ମତରେ ଚୁପ୍ ରହିବାର ଅର୍ଥ ଥିଲା ହତ୍ୟାରେ ସମାନ ଭାବେ ସାମିଲ ହେବା। ଆଜ୍ଞା, ଯେଉଁ ରାଜା ନିଜ ପିଲାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ସେ ପୂରା ରାଜ୍ୟକୁ କିପରି ସୁରକ୍ଷା ଦେବେ? ଏହି ପୂରା ଘଟଣାକ୍ରମକୁ ଯଦି ଆମେ ଏକଠି କରି ବିଚାର କରିବା, ତେବେ ନେତୃତ୍ୱରେ ଏକ ବିରାଟ ପାର୍ଥକ୍ୟ ସାମ୍ନାକୁ ଆସିବ। ଗୋଟିଏ ପଟେ ସମ୍ରାଟ ଭରତ, ଯିଏ ନିଜ ରାଜ୍ୟ ଏବଂ ପ୍ରଜାଙ୍କ ପାଇଁ ନ୍ୟାୟ ବଜାୟ ରଖିବାକୁ ଯାଇ ନିଜ ପରିବାରର ଅଧିକାରକୁ ହସି ହସି ବଳିଦାନ ଦେଇଦେଲେ। ଆଉ ଅନ୍ୟପଟେ ରାଜା ଶାନ୍ତନୁ, ଯିଏ କେବଳ ନିଜ ପତ୍ନୀଙ୍କୁ ଦେଇଥିବା ଏକ ଅନ୍ଧ ବ୍ୟକ୍ତିଗତ ଶପଥ ରଖିବାକୁ ଯାଇ ପୂରା ରାଜ୍ୟର ନ୍ୟାୟ ବ୍ୟବସ୍ଥା ଆଉ ଉତ୍ତରାଧିକାରୀମାନଙ୍କୁ ବଳିଦାନ ଦେଇଦେଲେ। ସମ୍ରାଟ ଭରତଙ୍କ ସେହି ଉଚ୍ଚ ଆଦର୍ଶ ଏବଂ ଯୁକ୍ତିରୁ ଓହରିଯିବା ହିଁ ଶାନ୍ତନୁଙ୍କ ପାଇଁ ଏହି ଅତି ଦୁଃଖଦ ବିପର୍ଯ୍ୟୟର ମୁଖ୍ୟ କାରଣ ଥିଲା। ଆଜିର ଏହି ବିଶ୍ଳେଷଣର ଶେଷରେ ଏକ ଗଭୀର ପ୍ରଶ୍ନ ମନକୁ ଆନ୍ଦୋଳିତ କରେ। ଟିକେ ଭାବନ୍ତୁ ତ, ଯେତେବେଳେ ଏକ ବ୍ୟକ୍ତିଗତ ଶପଥ ଆଉ ରାଷ୍ଟ୍ରଧର୍ମ ଭିତରେ ସଂଘର୍ଷ ହୁଏ, ସେତେବେଳେ କ'ଣ ଜଣେ ନେତା ଜଣେ ସାଧାରଣ ମଣିଷ ଭଳି କାମ କରିବାର ଅଧିକାର ସବୁଦିନ ପାଇଁ ହରାଇ ବସନ୍ତି? ନେତୃତ୍ୱର ଏହି ଭାରୀ ବୋଝ ଆଉ ନିଜସ୍ୱ ନୈତିକତା ଭିତରେ କେଉଁଠି ଅଧିକ ବଡ଼? ଏହି ପ୍ରଶ୍ନଟି ଆଜିର ଦୁନିଆରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ଅଟେ। ଏହା ଉପରେ ନିଶ୍ଚିତ ଭାବେ ଚିନ୍ତା କରିବେ। ଆଶା କରୁଛି ମହାଭାରତର ଏହି ଦାର୍ଶନିକ ଦିଗଟି ଆପଣମାନଙ୍କୁ ଭଲ ଲାଗିଥିବ। ଆମ ସହ ଏହି ସମୟ ବିତାଇଥିବାରୁ ବହୁତ ବହୁତ ଧନ୍ୟବାଦ।